শরণাগত দীনার্থম পরিত্রাণং পরায়ণে সর্বসাতে ঘরে দেবী মা শারদে দেবী নমস্তুতে। জয় মা শারଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ଏ ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସୋଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ବିବାହର ପରେ ଗୋଟେ ଚତୁର୍ଥୀ ରାତି ବା ବାସର ରାତ୍ରି ତାକୁ କୁହନ୍ତି ଆସେ। ଚତୁର୍ଥୀ ରାତ୍ରି କାହିଁକି କୁହନ୍ତି ନା ଚତୁର୍ଥୀ ହେଉଛି 4, ବିବାହର 4 ଦିନରେ ଚତୁର୍ଥୀ ଇଏ ପଡୁଥିବାରୁ ତାକୁ କୁହନ୍ତି ବାସର ରାତି। ଇଏ ଚତୁର୍ଥୀର ମାନ ହେଉଛି ସତ୍ୟ, ଶାନ୍ତି, ଦୟା, କ୍ଷମା। ସେଇ ବାସର ରାତିରେ ଗୋଟିଏ କୂଳ ଦୀପଟି ଆଜ୍ଞା ଇଏ ଜଳୁଥାଏ। ଗୋଟିଏ କୂଳ ଦୀପ ଜଳୁଥିବ। এই କୂଳ ଦୀପ ଜଳିବାର ମାନେ କଣ? କାହିଁକି ସେଦିନ ଚତୁର୍ଥୀ ରାତ୍ରି ବା ବାସର ରାତ୍ରିରେ ଇଏ କୂଳ ଦୀପଟି ଇଏ ଜଳେ? କୂଳ ଦୀପ କୁହେ ଆଜି ହଉଛି ତମର ଇଏ ଚତୁର୍ଥୀ ମାନେ 4। ଇଏ 4 କଣ ନା ସତ୍ୟ, ଶାନ୍ତି, ଦୟା, କ୍ଷମା। ସେଇଟି ଦୀପଟି ବୁଝେଇ ଦିଏ ସ୍ୱାମୀ ସ୍ତ୍ରୀ ଭିତରେ କୌଣସି ଦିନ ଅସତ୍ୟ ଆଣିବନି। ସତ୍ୟ ହେଉଛି ଜୀବନର ଶ୍ରେଷ୍ଠ ଧର୍ମ। ଯେଉଁଠି ସତ୍ୟ ଥାଏ ସେଠି ବିଷ୍ଣୁ ଆସନ୍ତି, ଲକ୍ଷ୍ମୀ ଆସେ, ଧର୍ମ ଆସେ। ତେଣୁ ସ୍ତ୍ରୀ ସେଦିନ କୂଳ ଦୀପକୁ ଚାହିଁକିନା ହାତ ଯୋଡ଼ି କୁହେ ମୁଁ ସଦାସର୍ବଦା ମୋ ସ୍ୱାମୀ ପାଖରେ ମୁଁ ସତ୍ୟ କହିବି। ଏବଂ ସ୍ୱାମୀ ମଧ୍ୟ କୂଳ ଦୀପକୁ ଚାହିଁ ସେ ବି କୁହେ ମୋ ଜୀବନ ଭିତରେ ମୋ ସ୍ତ୍ରୀ ପାଖରେ ମୁଁ ସଦାସର୍ବଦା ସତ୍ୟ କହିବି। ହେ କୂଳ ଦୀପ, ଯଦି ମୁଁ କୌଣସି ଦିନ ଅସତ୍ୟ କହିବି ସେଦିନ ଏ ଘରଟା ଭାଙ୍ଗିଯିବ। ଶାନ୍ତି ଦ୍ୱିତୀୟରେ ଆସିଲା ଶାନ୍ତି। କୂଳ ଦୀପ କହେ ଇଏ ଦାମ୍ପତ୍ୟ ଜୀବନ ହେଉଛି ଗୋଟିଏ ସୁଖମୟ ଜୀବନ, ଶାନ୍ତି ଜୀବନ। କୌଣସି ଦିନ ତମ ଭିତରେ ଅଶାନ୍ତି ଆଣିବନି। ନିଜ ଭିତରେ ଯଦି ବୁଝାପଣାକୁ ଆମେ ଠିକ ରଖିଦବା ସ୍ୱାମୀ ସ୍ତ୍ରୀ ଭିତରେ ଅଶାନ୍ତି ଆସେନି। ଯଦି ବୁଝାପଣାର ଠିକ ରହିବନି ତାହେଲେ ଅଶାନ୍ତି ସୃଷ୍ଟି ହୁଏ। କୂଳ ଦୀପ କହେ ଆଜିଠାରୁ ତମେ ମନେ ରଖିଥାଅ ସଦାସର୍ବଦା ତମ ଭିତରେ ଶାନ୍ତି ଆଣିବାକୁ ଇଏ ଚେଷ୍ଟା କରିବ। ତୃତୀୟ ହେଉଛି ଦୟା। କୂଳ ଦୀପ କହେ ସଦାସର୍ବଦା ଦୟା ରଖିବ। କାହା ପ୍ରତି? ଆଜି ବୃଦ୍ଧ ଶ୍ୱଶୁର ହଉ ବା ବୃଦ୍ଧ ଶାଶୁଟି ହଉ ବା ପୁଅକୁ ମଧ୍ୟ ସୂଚନା ଦିଏ ଆଜି ତମ ବାପ ମା ବୁଢା ହେଇଗଲେ ତାଙ୍କ ପ୍ରତି ଦୟା ଆଣିବ। ଯଦି ତମେ ତାଙ୍କ ପ୍ରତି ଦୟାଭାବ ଥିବ ଜୀବନରେ ତମେ ଦିନେ ଭଲ ନବଦମ୍ପତି ହେଇପାରିବ। ତେଣୁ ମଣିଷର ଦୟା ଯଦି ନଥାଏ, ନିର୍ଦ୍ଦୟ ହେଇଯାଏ, ଭଗବାନ ତାକୁ କଠୋର ଦଣ୍ଡ ବି ଦିଅନ୍ତି। ଚତୁର୍ଥ ହେଉଛି କ୍ଷମା। ଯଦି ସ୍ତ୍ରୀ କିଛି ଭୁଲ କରିଦିଏ ସ୍ୱାମୀ ତାକୁ କ୍ଷମା କରିଦେବା ଉଚିତ। ଆଉ ସ୍ୱାମୀ ଯଦି କିଛି ଭୁଲ କରିଦିଏ ସ୍ତ୍ରୀ ମଧ୍ୟ କ୍ଷମା କରିଦେବା ଉଚିତ।
जदि क्षमा न करिबा से घरे अशांति सृष्टि हो जाए। एवं कुलदीप कहे कह मु होची गोटे माटी दीप, तम शरीरटा हेउची सेही भली गोटे माटीर शरीर, माटी दीप सदृश्य शरीर, तमे भी दिने भांगी जीव। मु जो भली माटी रे तैयारी आज पड़गले भांगी जीवी, तमे भी दिने सेही भली ये संसार रु दिने पंचभूत रे ये लीन हो जीव। सेठी कुलदीप कहे कब ये सलिता होची विश्वासर सलिता, ये सलिता होची गोटे विश्वासर सलिता। आउ ये जो तैल पड़ी ये दीपरे ये होची आयुष। जीवन दीपरे जीवन दीपरे आशार विश्वास, तोर पाखे जलू थाऊ आयुषर घिय सरी गले धन, जीवन तोहर जाऊ। तेणु कहबार कथा ये जीवन दीपरे गोटे आशार सलिता पड़ी, विश्वासर सलिता, किछि तैल मध्य सेतिरे पड़ी जाकि से होचे आयुष। दिने एई माटी दीप जो बड़ी भांगी जाए, दिने भी तमे भी दिने पंचभूत रे लीन हो जिवो। यही थिला बासर रातिर कुलदीपर आजी नीतिबाणी। जदि मोर ये नीतिबाणी भल लगी बा श्रवण करथिबे आपनक जीवन धन्य हो जिवो। आजिकार अनुचिंता घर आगे जदि अशोक गछटिए लगेबे शुभदायक, घर आगे जदि अशोक गछटिए लगेबे शुभदायक। एतिकी कही मोर नीतिबाणी एवं अनुचिंता को परिसमाप्त करुच्ची। प्रणाम। जय जगन्नाथ।